ॐ श्री गणेशाय नमः। ॐ नमः भगवते वासुदेवाय। ॐ नमः भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तत्जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण प्रथम स्कंध त्रयोदश अध्याय। सुत उवाच विदुर तीर्थ यात्रा क्रमे मिलिले मैत्रेय आश्रमे। केते दिन तहि थाई आत्मार तत्व ज्ञान पाई। हस्तिना नगरे विश्वासे मिलिले युधिष्ठिर पासे। जानिबा पाई तार गति स्वभावे साधु धीर मति। मैत्रेय आगे जेबा प्रश्न करि पाइले आत्मज्ञान। तेणु गोविंदे भक्ति जात केवल नाही शत्रु मित्र। विदुर देखि धर्मसूत बंधु आगमे कृतकृत्य। संगते घेनी चारि भाई न मिले आसने बसाई। जुजुषु धृत राष्ट्रसूत संगते घेनी शारदवत। गांधार द्रौपदी सहिते सुभद्रा उत्तरा समते। आगे गमंती देवी कुंती अन्य सुहृद बंधु ज्ञाती। पंडुर जेते बंधु जने मिलिले हरस बदने। संशय जाऊ मुनि सुत उवाच दिव्य ज्ञाने। सकले मिली तार पासे बंधिले जे जाहा विश्वासे। अनाई विदुर बदन आनंदे अश्रु जल पूर्ण। सकल पूजा विधि करी राजन करे कर धरी। विदुरे बसाई आसने पासे भुंजई सुख मने। तार बदन राजा चाही आनंदे घेनी चारि भाई। उचे पचरी प्रीति बाणी जेमंते सर्वलोक शुणी। युधिष्ठिर उवाच हेता त कहूँ त अग्रते आंब कुशल तोर चिते। स्मरण करु तीर्थ भ्रमे वन गहन बहु श्रमे। तुम्भर छाया आश्रय करी सकल कष्ट ही पासोरी। विपद दशा जेते होई बने बंचिलु पांच भाई। माता सहिते जतु घरे अग्नि दहन महाघोरे। विष भक्षण आदि जेते तो आगे कहिबी मुकेते। अनेक आपद प्रमादु बंचिलु तुमर प्रसादु। तुआंभ स्नेह दूर करी भ्रमण कलु वसुंधरी। उदासी पथि कल क्षणे एका तु बुलु बने बने। किपरि प्राण रक्षा करू ए पथ श्रम केन्हे हरू। भ्रमिलु अबनि मंडले तीर्थ आश्रम पुण्य स्थले। तोहर प्राय साधु जेते पवित्र देहे सर्वत्रिथे।
ଭ୍ରମି କରନ୍ତି ପୁଣ୍ୟ ତୋର ଯାହାଙ୍କ ଚିତେ ଚକ୍ରଧର। ତୁଜେ ସ୍ୱଭାବେ ପୁଣ୍ୟ ଦେହ ପ୍ରସନ୍ନ ଚିତେ ତାତ କହ। ଯାଦବ ସଙ୍ଗେ ବନମାଳୀ ସୁକେ କିଛନ୍ତି କୁଶସ୍ଥଳୀ। ତାହାର ଭଲେ ଭଲ ମୋର ସେ ହରି ଶରଣ ସୋଦର। ସୁଖେ ଅଛନ୍ତି କି ଯାଦବେ ଭୋତାତ ପଚାରୁ ପ୍ରସ୍ତାବେ। ଏମନ୍ତେ ରାଜା ବାକ୍ୟ ଶୁଣି ବିଦୁର ମନେ ମନେ ଗୁଣି। ସୁହୃଦ ଭାବେ ଭୟ କଲା ଯାଦବ କ୍ଷୟ ନ କହିଲା। ବିଚାରେ କହିବି ମୁଁ ଯେବେ ଜୀବନ ଛାଡ଼ିବେ ପାଣ୍ଡବେ। କେମନ୍ତେ ଦେଖିବି ମୁଁ ଏହା ଏତେ ବିଚାରି କଲା ମାୟା। ନ କହେ ଯଦୁ ବଂଶ ନାଶ ନିର୍ଘାତେ ଛାଡ଼ିଲା ନିଶ୍ୱାସ। ଊର୍ଦ୍ଧ୍ୱବଦନ ସେ ବିଦୁର କପଟେ କହଇ ମଧୁର। ସର୍ବକୁଶଳ ଯା ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ। ଏମନ୍ତେ ରାଜା ଆଗେ କହି କେତେ ଦିନ ପୁରେ ରହି। ଜ୍ୟେଷ୍ଠ ଭ୍ରାତାର ଶ୍ରେୟ ଅର୍ଥେ ସର୍ବଜନଙ୍କ ପ୍ରୀତି ମତେ। ନିତ୍ୟ ଆନନ୍ଦ ଧର୍ମ ରାଜା ବିଦୁର ପାଦେ କରେ ପୂଜା। ରାତ୍ର ଦିବସ ତାର ସଙ୍ଗେ ଧର୍ମନନ୍ଦନ ଅନୁରାଗେ। ଅଶେଷ ତୀର୍ଥଙ୍କ ମହିମା କେ କହିପାରେ ଗୁଣ ସୀମା। ସର୍ବ କହିଲା ସୁଖ ମନେ ବେହ ଶୁଣ ବିପ୍ରଜନେ। ପାଣ୍ଡବ୍ୟ ଠାରୁ ସାପ ପାଇ ଯମ ବିଦୁର ଦେହ ବହି। ସତେ ବରଷ ଶୂଦ୍ର ଦେହେ ବଞ୍ଚିଲା ବିଷ୍ଣୁ ମାୟା ମହେ। ପାପୀଙ୍କ ଦଣ୍ଡେ ଅଧିକାର କରନ୍ତି ଦେବ ଦିନକର। କୁଳରକ୍ଷକ ପରୀକ୍ଷିତ ଜାଣି ନିଶ୍ଚିନ୍ତ ଧର୍ମସୂତ। ଏବେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରେ ରାଜ୍ୟ ପାଇ। ଗୃହକରଣେ ଚିତ୍ତ ଝଡ଼ି ବିଷ୍ଣୁର ମାୟା ମୋହେ ପଡ଼ି। ରାଜ୍ୟ କରନ୍ତେ ଧର୍ମସୂତ ମିଳିଲା କାଳ ବିପରୀତ। କେହି ନ ଜାଣେ ଗତି ତାର ସ୍ୱଭାବେ ଅବ୍ୟକ୍ତ ଈଶ୍ୱର। ଧୂମ ପୂରିଲା ଦଶ ଦିଶେ ବିଦୁର ଦେଖି ମହାତ୍ରାସେ। ବସିଲା ଧୃତ ରାଷ୍ଟ୍ର ମେଳେ ବିଶ୍ୱାସେ କହେ କର୍ଣ୍ଣମୂଳେ। ହେ ଭ୍ରାତ ଶୁଣ ମୋ ଉତ୍ତର ଚଳ ତୁ ବେଗେ ତେଜିପୁର। କାଳ ମିଳିଲା ଭୟଙ୍କର ଦିଶ ଆକାଶ ଅନ୍ଧକାର। ଏଥିକୁ ପ୍ରୀତିକ୍ରିୟା ନାହିଁ ଅବ୍ୟକ୍ତ ରୂପ ଯାର ଦେହି। ଦ୍ୱାପର ଯୁଗ ଶେଷ ହେଲା ଏ କଳି କାଳ ପ୍ରକାଶିଲା। ଆମ୍ଭର ପ୍ରାଣ ଏ ହରିବ ଏହାକୁ କେବା ନିବାରିବ। ଜନ ସମ୍ପଦ ମହି ତଳେ ସଂସାର କରିବ ଏ ବଳେ। ଦେବ ଦାନବ ମହାବଳ ବୃଦ୍ଧ ପ୍ରତାପୀ ଯୁବା ବାଳ। ଯାହାର ଦର୍ଶନେ ମାତ୍ର କଦଳୀ ବନ ଯେହ୍ନେ ବାତେ। ଭୟେ କମ୍ପନ୍ତି ଥର ହର କାତରେ ନେତୃ ବହେ ନୀର। ଅନିତ୍ୟ ଏ ମନୁଷ୍ୟ ଦେହେ ସାର ଏହାର କିଛି ନାହିଁ। ଏ ଦେହେ ଯେ ମୁକ୍ତ ବନ୍ଧନ ତାହାକୁ ବୋଲି ମହାଜନ। ଦେଖ ତୋହର କର୍ମ ଫଳ ନାସିଲେ ଭାତୃପୁତ୍ର ବଳ।
ଆୟୁଷ ତୋର ଶେଷ ହେଲା, ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ, ତୋର ନିବାସ ପର ଗୃହେ। ବିଶେଷ ଚକ୍ଷୁହୀନ ତୁହି, ବଧିର ବୁଦ୍ଧି ଆର କାହିଁ। ବିଶୀର୍ଣ୍ଣ ଦନ୍ତ ତୋ ଅଧର, କଫେ ଜଡ଼ିତ କଣ୍ଠସ୍ୱର। ଅନ୍ତରେ ଅଗ୍ନି ମନ୍ଦ ହୋଇ, ଅନଭ ଜନନ ଚିରଇ। ପ୍ରାଣେ ଜୀବିତ ଆଶା ଯେତେ, କେ ତାକୁ କରିବ ଆୟତେ। ଯେଉଁ ଭୀମର ଗଦାଘାତେ, ସମରେ ନସିଲେ ଦସୁତେ। ତାର ବର୍ଜିତ ପିଣ୍ଡେ ଆଶା, ଶ୍ୱାନର ପ୍ରାୟେ ତୋ ଭରସା। କୁମନ୍ତ୍ରୀ ଜନ ସଙ୍ଗେ ଭାଳି, ତୋର କୁମରେ କଲେ କଳି। ପଣ୍ଡୁର ପଞ୍ଚ ପୁତ୍ର ମାରି, ସୁଖେ ଭୁଞ୍ଜିବା ରାଜସିରି। ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ, ଭୀମକୁ ବିଷ ଲଡୁ ଦେଲେ। ସେ ଭୀମ କେବେ ହେନ ମିଲା, ତାହାକୁ ଗୋବିନ୍ଦ ରଖିଲା। ଚତୁର୍ଥ ଘରେ ଅଗ୍ନି ଦେଲେ, ସେବେଳେ ପାଣ୍ଡବ ନ ମଲେ। ପୁଣି କିପଟ ଆଶା କରି, ଧନ ସମ୍ପତ୍ତି ଅପହରି। ଦ୍ରୌପଦୀ କେଶ ଧରି ବଳେ, ବିବସ୍ତ୍ର କଲେ ସଭା ତଳେ। ଏ ଆଦି ଯେତେ କର୍ମ କଲେ, ତୁ ତାହା ଶୁଣିଅଛୁ ଭଲେ। ସେ କିମ୍ପା ତାଙ୍କ ଚିତ୍ତୁ ଜୀବ, ମନୁଷ୍ୟ ଜନ୍ମର ସ୍ୱଭାବ। ତାହାଙ୍କ ଦତ୍ତ ପିଣ୍ଡ ଖାଇ, ସେବକ ପ୍ରାୟ ଗୃହେ ଥାଇ। ତୋର ବୟସ ଆଉ କାହିଁ, ଅତି ପୀଡ଼ିତ ବୃଦ୍ଧ ଦେହି। ଦିନକୁ ଦିନ ତନୁ କ୍ଷୀଣ, ଯେସନେ ପୁରୁଣା ବସନ। ଏ ଦେହେ ବିରକ୍ତ ଯେ ଜନ, ସେ ପ୍ରାଣୀ ବିମୁକ୍ତ ବନ୍ଧନ। ଅନିତ୍ୟ ନର କଳେବର, ଭିତରେ କିଛି ନାହିଁ ସାର। ଏହା ବିଚାରି ଯୋଗ ବଳେ, ହରି ଭକତ ସଙ୍ଗ ମେଳେ। ନିର୍ବେଦ ହୋଇ ଚଳେ ବନ, ସେ ପ୍ରାଣୀ ପୁରୁଷ ଉତ୍ତମ। ତୁ ବଧୂ ଜନଙ୍କ ଉତ୍ତମ, ଏବେ ତୁ ଛାଡ଼ ମତି ଭ୍ରମ। ଉତ୍ତର ପଥେ ଚଳ ବେଗେ, ପତ୍ନୀ ସಮೇତେ ମୋର ସଙ୍ଗେ। ମୋହି ଉଦାସୀ ପଣେ ବନେ, ସେବିବି ତତେ ଅନୁକ୍ଷଣେ। ଦେଖ ଏ କାଳ ଭୟଙ୍କର, ଶିରି ହରିବ ପ୍ରାଣୀଙ୍କର। ଏମନ୍ତେ ବିଦୁରର ବାଣୀ, ସେ ଅନ୍ଧ ଧୃତ ରାଷ୍ଟ୍ର ଶୁଣି। ତକ୍ଷଣେ ମୋହ ଜଡ଼ ଛାଡ଼ି, ବନ ଗମନେ ଚିତ୍ତ ବଢ଼ି। ବିଷ୍ଣୁର ମାୟା କରି ଦୂର, ନବରୁ ହୋଇଲା ବାହାର। ପତିର ବନବାସ କଥା, ଶୁଣି ସାନନ୍ଦେ ପତିବ୍ରତା। ବିଦୁର କନ୍ଧେ ଦେଇ କର, ନଗରୁ ହୋଇଲେ ବାହାର। ମନ ଆନନ୍ଦେ ବେନି ଜନେ, ପଶିଲେ ହିମାଳୟ ବନେ। କ୍ଷତ୍ରିୟ ଯେହ୍ନେ ମହାଯୁଧେ, ପଶଇ ମନର ସାନନ୍ଦେ। ଏବେ ହୋ ଶୁଣ ମୁନିବର, ଧର୍ମନନ୍ଦନ ନିଜ ଘରେ। ସନ୍ଧ୍ୟାଦି ନିତ୍ୟ କର୍ମ ସାରି, ଅଗ୍ନି ପୂଜନ ଦାନ କରି। ଗୁରୁ ବନ୍ଦନ ପୂଜା ଅର୍ଥେ, ଗୃହେ ପଶିଲେ କୃତକୃତ୍ୟେ। ଗୁରୁ ଭୁବନେ ଯାଇ ମିଳି, ହସ୍ତରେ ଘେନି ଅର୍ଘ୍ୟସ୍ଥାଳି। ତକ୍ଷଣେ ଦେଖି ଶୂନ୍ୟ ଘର,
କାତର ମନେ ନୃପବର। ପୁଛିଲେ ସଞ୍ଜୟକୁ ଚାହିଁ ମୋ ଗୁରୁଜନ ଗଲେ କାହିଁ। କେହି ନ ଶୁଣନ୍ତି ବଚନ ଭୟେ ଚାହାନ୍ତି ଛନ୍ନ ଛନ୍ନ। ପୁଣି ବୋଲନ୍ତି ଜନେ ଚାହିଁ ତାତ ଜନନୀ ଗଲେ କାହିଁ। ବିଧୁର ନାହିଁ ମୋର ପାଶେ ତାତ ଜନନୀ ମନ ଦିଶେ। ଲୋଚନେ ନଦୀ ସଇ ପଥ ଦଇବେ ବୟସେ ବୃଦ୍ଧତ୍ୱ। ପୁତ୍ରଙ୍କ ମରଣେ ଦୁଃଖିତ କେବଳ ଦେଶେ ଉପଗତ। ନପୁଣ ପୁତ୍ର ଶୋକ ଜାଳେ ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ। ବନ୍ଧୁ ସୁହୃଦ ପୁତ୍ର ନାଶେ ମୋର ଜନନୀ ତାର ତ୍ରାସେ। ଦୁଃଖ ସାଗରେ ନିମଜିଲେ ମୋର ଦୁଷ୍କୃତ କର୍ମ ଫଳେ। ସୁତ ଉବାଚ ଧର୍ମନନ୍ଦନ ବାକ୍ୟ ଶୁଣି ସାରଥି ନ କହିଲା ବାଣୀ। ନ ଦେଖି ଧୃତରାଷ୍ଟ୍ର ପାଶେ ଅତି ପୀଡ଼ିତ ସ୍ନେହ ବସେ। ବିରହ ଦୁଃଖରେ ବିକଳ ନୟନୁ ବହେ ଅଶ୍ରୁ ଜଳ। ପୁଣି ସେ ମନେ ଧୈର୍ଯ୍ୟ କରି ହସ୍ତେ ପୋଛିଲା ନେହୁ ବାରି। ଧୃତରାଷ୍ଟ୍ରର ଯେ ବିଯୋଗ କହଇ ଯୁଧିଷ୍ଠିର ଆଗ। ସଞ୍ଜୟ ଉବାଚ ଶୁଣ ହେ ନୃପ ଚୂଡ଼ାମଣି ତୋହର ପ୍ରିୟର ଜନନୀ। ରଜନୀ କାଳେ ଗଲେ କାହିଁ ସର୍ବଥା ନ ଜାଣଇ ମୁହିଁ। ମୋର ଜୀବନ ଦୁଃଖ ଭରେ ମଜିଲା ବୃଜିନ ସାଗରେ। ଏମନ୍ତେ କହୁ ମନ ଖେଦ ଗଗନେ ଶୁଭେ ବୀଣା ନାଦ। ଶୁଣି ଚାହିଁଲେ ଅନ୍ତରିକ୍ଷେ ନାରଦ ଦିଶିଲେ ପ୍ରତ୍ୟକ୍ଷେ। ତୁରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦ ବାଦ୍ୟ ରଙ୍ଗେ। ନାଦେ ଗୋବିନ୍ଦ ଗୁଣ ଗାଇ ପୁଲକ ରୋମ ପନ୍ତି ବହି। ଆନନ୍ଦେ ଅଶ୍ରୁ ଜଳ ପୁରେ ମିଳିଲେ ରାଜାର ଛାମୁରେ। ଦେଖି ସମ୍ଭ୍ରମେ ନୃପମଣି ଅନୁଜ ସଙ୍ଗେ ପାଦେ ନମି। ମୁନିଙ୍କି ଆସନେ ବସାଇ ବେନି ଚରଣ କରେ ଧୋଇ। ଚରଣେ ପୂଜି ବିଧି ମତେ କହନ୍ତି ନାରଦ ଅଗ୍ରତେ। ଯୁଧିଷ୍ଠିର ଉବାଚ ଗୋଭ୍ରମ ମୁନି ଶୁଣ ଭଲେ ମୋ तात ମାତ କେଣେ ଗଲେ। ମୋର କରମ ଦୁଃଖ ଶୁଣ ଭମୁନି ତୁମ୍ଭେ ଭଲେ ଜାଣ। ଚକ୍ଷୁ ବିହୀନ କର ବନେ ଜୀବନ ଧରିବେ କେଶନେ। ଗଭୀର ଜଳେ ନାବ ଥୋଇ ନାବିକ ଯେସନେ ପଳାଇ। ତେମନ୍ତେ କରି ଗଲେ ମତେ ଅଧିକ କହିବି ମୁଁ କେତେ। ଏ ଶୋକ ସାଗର ପାର ପାରକ ତୁମ୍ଭେ କର୍ଣ୍ଣଧାର। ରାଜନ ଶୋକ ବାଣୀ ଶୁଣି ମୁନି କହନ୍ତି ଯୋଗବାଣୀ। ନାରଦ ଉବାଚ ଭନୃପ ଶୋକ ତୁ ନ କର ଈଶ୍ୱର ମାୟା ଏ ସଂସାର। ପ୍ରାଣୀ ଭିଆଇ ମାୟା ଯୋଗେ ଖେଳଇ ସଂଯୋଗ ବିଯୋଗେ। ଗୋରୁ ନାସିକା ଯେନେ ବିନ୍ଧି ଆକର୍ଷି ଚମର ଯୁ ବାନ୍ଧି। ସେ ପ୍ରାଣୀ ଯେନେ ଭାରା ବହେ ଅନ୍ତରେ ଦୁଃଖେ ଖେଦ ସହେ। କ୍ରୀଡ଼ା କନ୍ଦୁକ କ୍ରୀଡ଼ା ରଙ୍ଗେ ଭ୍ରମଇ ସଂଯୋଗେ ବିଯୋଗେ। ସେ ଦାନ ପଡ଼ଇ ଯେମନ୍ତେ କଦୁକ ଚଳେ ସେହି ମତେ।
ସଂସାର ଈଶ୍ୱରର ଇଚ୍ଛା, ହେ ଭବ ପଥ ଗୁରୁ ଦୀକ୍ଷା। ତୁ ରାଜା ତତେ ହେ ନ ଜାଣୁ, ସଂସାର ସତ୍ୟ ପ୍ରାୟ ମଣୁ। ସତ୍ୟ କି ମିଥ୍ୟା ବେନି ପଥେ, ଶୋକ ନ କରିପାରୁଛି ତେ। ଯଦି ତୁ ଜୀବ ସତ୍ୟ ମଣୁ, ଦେହ ନିତ୍ୟ ପରମାଣୁ। ଅଥପା ବ୍ରହ୍ମ ଭାବ ବହୁ, ସ୍ନେହ ଛାଡ଼ିଲେ ଶୋକ କାହୁ। ଏଣୁ ଅଜ୍ଞାନ ଜଡ଼ମତି, ବ୍ୟାକୁଳ ଛାଡ଼ ହେ ନୃପତି। ତୁ ଯେ ବିଚାରୁ ସ୍ନେହ ଭାବେ, ମୋ ବିନେ କେମନ୍ତେ ବଞ୍ଚିବେ। ଏ ଦେହ ପଞ୍ଚଭୂତେ ଜଡ଼ି, ଅବିଦ୍ୟା କାଳ କର୍ମେ ପଡ଼ି। ଆପଣା ଦୁଃଖେ ନିତ୍ୟ ଦୁଃଖୀ, କାହିଁ ପର ପ୍ରାଣ ରଖି। ମୃଗ ଗିଳିଛି ଯାହାକୁ, ସେ କାହିଁ ରଖିବ ଆନକୁ। ଦେଖ ପ୍ରତ୍ୟକ୍ଷ ନୃପବର, ବିଷ୍ଣୁର ମାୟା ଖେଳ ଘର। ସ୍ୱଭାବେ ନାହିଁ ଯାର ହସ୍ତ, ହସ୍ତ ଥିଲାର ସେ ଆୟତ। ଦ୍ୱିପଦ ଚତୁଷ୍ପଦ ଯେତେ, ନିଦେ ତାଙ୍କର ଆୟତେ। ବଡ଼ଙ୍କ ବକ୍ୟ ହନ୍ତି ସାନେ, ସେ ନ ସଜାନ୍ତି ଅନ୍ୟ ଅନ୍ୟେ। ଏ ଜୀବ ଜୀବଙ୍କ ଆହାର, କେବଳ ନିର୍ବଳ ବିଚାର। ସେ ହରି ନିତ୍ୟ ବିଶ୍ୱରୂପେ, ନର ଶରୀରେ ମୋହ କଳ୍ପେ। ଏକଇ ଆତ୍ମା ନର ହରି, ଭାବେ ଅଶେଷ ଦେହେ ପୁରୀ। ଅନ୍ତର ବାହାରେ ପ୍ରକାଶ, ସେ ଭୋଗ୍ୟ ଭକ୍ତା ହୃଷିକେଶ। ଏ ମାୟା ଦୁରନ୍ତ ତାହାର, କେ କରି ପାରିବ ଗୋଚର। ଭାରା ନିବାରେ ତନୁ ଧରି, ଦୁର୍ଜନ ସମୂହ ସଂସାରୀ। ନିଜ ଜନକୁ ରକ୍ଷା କରେ, ଏମନ୍ତେ ସଂସାରେ ବିହରେ। ଦେବଙ୍କ କାର୍ଯ୍ୟ କରି ତୋଷେ, ଏବେ ବର୍ତ୍ତଇ ଅବଶେଷେ। ଯାବତ ଥିବ ଚକ୍ରଧର, ତାବତ ତୁମ୍ଭ ଅଧିକାର। ଏବେ ହୋ ଶୁଣ ମହାରଥା, ତୋତାତ ଜନନୀ ବ୍ୟବସ୍ଥା। ବିଦୁର ଧୃତ ରାଷ୍ଟ୍ର ବେନି, ସଙ୍ଗତେ ପତିବ୍ରତା ଘେନି। ସେ ହିମବନ୍ତର ଦକ୍ଷିଣେ, ଋଷି ଆଶ୍ରମେ ଘର ବନେ। ଯେ ସପ୍ତ ସ୍ରୋତ ସୁର ନଦୀ, ଭରତ ଖଣ୍ଡେ ଯେ ପ୍ରସିଦ୍ଧି। ସେ ଜଳେ ନିତ୍ୟ କରି ସ୍ନାନ, ଅନଳେ କରି ହୋମ ଦାନ। କେବଳ ଜଳ ଗ୍ରାସ ଭକ୍ଷୀ, ଶରୀରେ ଜୀବ ଆତ୍ମା ରଖି। ବିଗତ ରାଗ ଇନ୍ଦ୍ରିଗଣେ, ପ୍ରଣବେ ନିଶ୍ୱାସ ଧାରଣେ। ଦୃଢ଼ ଆସନେ ବସି ଧୀରେ, ଷଡ଼ ଇନ୍ଦ୍ରିୟ ପରିହରେ। ସର୍ବ ବିଷୟ ରସ ତେଜି, ହରି ଚରଣ ଭାବେ ଭଜି। ମନ ଛଡ଼ାଇ ତିନି ଗୁଣେ, ସମାଧି ଗୋବିନ୍ଦ ଚରଣେ। ବିଜ୍ଞାନ ଆତ୍ମା ଜ୍ଞାନେ ଭରି, ଜୀବ ପରମ ଏକ କରି। ପ୍ରବେଶୀ ଅନାହତ ପୁରେ, ଗୋବିନ୍ଦ ନାମ ଧରି ଧୀରେ। ଗଗନେ ଗଗନେ ପ୍ରବେଶେ, କିୟ ବା ରହେ ଅବଶେଷ। ତ୍ରିଗୁଣ ମାୟା ନାଶ କରି, ବସଇ ଇନ୍ଦ୍ରିୟ ସଂହାରି। ସର୍ବ ବିଷୟ ଯୋଗ ବେଳେ, ନିବାରି ଆଶ୍ଚରେ ନିଶ୍ଚଳେ। ନିଶ୍ଚଳେ ସ୍ଥାଣୁ ପ୍ରାୟ ଲକ୍ଷୀ, କେ ଅବା ତାରେ ବିଘ୍ନ ଇଛି। ଆଜହୁଁ ପଞ୍ଚ ଦିନ ଅନ୍ତେ, ପ୍ରାଣ ଛାଡ଼ିବେ ଯୋଗ ପଥେ। ରଜନୀ କାଳେ ବୃକ୍ଷ ମୂଳେ, ପବନ ଯୋଗେ
ଦାବାନଳେ ଦହନ ହୋଇବ ଶରୀର ତାପଗ୍ନି ଥିବ ଯେ ବାହାର ତକ୍ଷଣେ ସ୍ୱାମୀ ଧରି କୋଳେ ଦହନ ହୋଇବ ନଳେ ତା ଦେଖି ବିଦୁର ଶରୀର ହରସ ଶୋକରେ କାତର ହୃଦେ ସୁମରି ନର ହରି ବେଗେ ସେ ବନୁ ଅପସରି ତୀର୍ଥ ସେବନେ ଆଗମନ କରିବ ଶୁଣ ହେ ରାଜନ ଏମନ୍ତେ ରାଜା ଆଗେ କହି ତୁඹୁରୁ ତୁଲେ ବୀଣା ବାଇ ଆକାଶ ମାର୍ଗେ ଗଲେ ମୁନି ଧର୍ମନନ୍ଦନ ତାହା ଶୁଣି ତତ୍ୱବଚନ ହୃଦେ ଧରି ସର୍ବ ସଂଶୟ ଦୂର କରି ଜପାଳନେ ଦୃଢ଼ ଚିତେ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା प्रथम स्कंदे नमस्पख्याने नाम त्रयोदशोऽध्यायः।